ଆପଣମାନଙ୍କୁ ଆମର ଏହି ଷ୍ଟଡି ଗ୍ରୁପରେ ପୁଣି ଥରେ ସ୍ୱାଗତ। ଆଶା କରୁଛି ଆପଣମାନେ ସମସ୍ତେ ଭଲରେ ଥିବେ। ଆଜି ଆମେ ନବମ ଶ୍ରେଣୀ ଭୌତିକ ବିଜ୍ଞାନ ପରମାଣୁର ଗଠନ ବିଷୟ ଯେତେ ଦୂର ପଢ଼ିଥିଲେ ତାପରେ ପଢ଼ିବା। ଆମେ ନ୍ୟୁଟ୍ରନ୍ ପର୍ଯ୍ୟନ୍ତ ପଢ଼ିଥିଲେ। ଆଜି ଆମେ କକ୍ଷପଥ ମଧ୍ୟରେ ଇଲେକ୍ଟ୍ରନ୍ମାନଙ୍କ ସଜ୍ଜାଠାରୁ ଆରମ୍ଭ କରିବା। ତେବେ ଆମେ ଏବେ ଆରମ୍ଭ କରିବା କକ୍ଷପଥ ମଧ୍ୟରେ ଇଲେକ୍ଟ୍ରନ୍ର ସଜ୍ଜା। ପରମାଣୁର କକ୍ଷପଥରେ ଇଲେକ୍ଟ୍ରନ୍ ଗୁଡ଼ିକ କିପରି ବାଣ୍ଟି ହୋଇ ରହିଥାନ୍ତି ସେ ବିଷୟରେ ବୋର୍ ଏବଂ ବରି ନାମକ ଦୁଇ ଜଣ ବୈଜ୍ଞାନିକ ପ୍ରସ୍ତାବ ଦେଇଥିଲେ। ତେବେ କେଉଁ କକ୍ଷପଥରେ କେତୋଟି ଇଲେକ୍ଟ୍ରନ୍ ରହିପାରିବ ତାହା ଜାଣିବା ପାଇଁ ଆମକୁ ନିମ୍ନଲିଖିତ କେତେ ଗୁଡ଼ିଏ ନିୟମ ଅନୁସରଣ କରିବାକୁ ପଡ଼ିବ। ସେଗୁଡ଼ିକ ହେଲା, ପ୍ରଥମ ନିୟମଟି ହେଲା କୌଣସି ସେଲ୍ରେ ରହିଥିବା ସର୍ବାଧିକ ଇଲେକ୍ଟ୍ରନ୍ ସଂଖ୍ୟା ହେଲା 2n²। ଏଠାରେ n କହିଲେ ହେଉଛି ସେହି ସେଲ୍ର କ୍ରମିକ ସଂଖ୍ୟା ବା ସେହି ଶକ୍ତି ସ୍ତର ସୂଚନାଙ୍କ। ତେବେ କେ ସେଲ୍ରେ ମୋଟ 2ଟି ଇଲେକ୍ଟ୍ରନ୍ ରହିପାରେ, ଏଲ୍ ସେଲ୍ରେ 8ଟି, ଏମ୍ରେ 18ଟି ଏବଂ ଏନ୍ରେ 32ଟି ଇଲେକ୍ଟ୍ରନ୍ ରହିପାରେ। ସେହିପରି ପରମାଣୁର ବାହ୍ୟତମ କକ୍ଷରେ 8ଟି ଇଲେକ୍ଟ୍ରନ୍ ରହିପାରେ। ଯଦି ତୃତୀୟ କକ୍ଷଟି ବାହ୍ୟତମ କକ୍ଷ ଅଟେ ତେବେ ସେଠାରେ 8ଟି ଇଲେକ୍ଟ୍ରନ୍ ରହିପାରିବ। ଏବଂ ଯଦି ଚତୁର୍ଥ କକ୍ଷଟି ବାହ୍ୟତମ କକ୍ଷ ହୋଇଥାଏ ସେଥିରେ ମଧ୍ୟ 8ଟି ଇଲେକ୍ଟ୍ରନ୍ ରହିପାରିବ। 8ଟି ଇଲେକ୍ଟ୍ରନ୍ରୁ ଅଧିକ ରହିପାରିବ ନାହିଁ। ଏହାକୁ ଅକ୍ଟେଟ୍ ନିୟମ ବୋଲି କୁହାଯାଏ। ଯେପରି ସ୍କ୍ରିନ୍ରେ ଦେଖିପାରୁଥିବେ, ହାଇଡ୍ରୋଜେନ୍ର ବାହ୍ୟତମ କକ୍ଷରେ କେବଳ ଗୋଟିଏ ଇଲେକ୍ଟ୍ରନ୍ ରହିପାରେ। ସେହିପରି କାର୍ବନ୍, ସୋଡ଼ିୟମ୍ ଏବଂ କ୍ଲୋରିନ୍ରେ ଦେଖିପାରୁଥିବେ ପ୍ରତ୍ୟେକର ଇଲେକ୍ଟ୍ରନ୍ ସଂରଚନା ଗୁଡ଼ିକ ଏପରି ହୋଇଥାଏ। ଏବେ ଆମେ ସଂଯୋଜକ ଇଲେକ୍ଟ୍ରନ୍ ବିଷୟରେ ପଢ଼ିବା। ଭ୍ୟାଲେନ୍ସି ଇଲେକ୍ଟ୍ରନ୍। ପ୍ରତ୍ୟେକ ପରମାଣୁର ବାହ୍ୟତମ କକ୍ଷରେ ଯେତୋଟି ଇଲେକ୍ଟ୍ରନ୍ ଥାଏ ତାକୁ ସେହି ପରମାଣୁର ସଂଯୋଜକ ଇଲେକ୍ଟ୍ରନ୍ ବୋଲି କୁହାଯାଇଥାଏ। ଆମେ ଜାଣୁ ପ୍ରତ୍ୟେକ ପରମାଣୁର ବାହ୍ୟତମ କକ୍ଷରେ 8ଟି ଇଲେକ୍ଟ୍ରନ୍ ରହିପାରେ। ତେବେ ଯେଉଁ ପରମାଣୁର ବାହ୍ୟତମ କକ୍ଷରେ ସମ୍ପୂର୍ଣ୍ଣ ମାତ୍ରାରେ 8ଟି ଇଲେକ୍ଟ୍ରନ୍ ହୋଇଥାଏ ସେହି ପରମାଣୁଟି ନିଷ୍କ୍ରିୟ ବୋଲି କୁହାଯାଇଥାଏ। କହିବାକୁ ଗଲେ ସେହି ପରମାଣୁ ଅନ୍ୟ କୌଣସି ଇଲେକ୍ଟ୍ରନ୍ ଗ୍ରହଣ କରିପାରିବ ନାହିଁ ବା ସେହି ପରମାଣୁର ଯୋଜ୍ୟତା ଶୂନ୍ୟ। ତେବେ ହିଲିୟମ୍ ଏପରି ଏକ ନିଷ୍କ୍ରିୟ ପରମାଣୁ ଯାହାର ବାହ୍ୟତମ କକ୍ଷରେ 2ଟି ଇଲେକ୍ଟ୍ରନ୍ ରହିଛି। ଏହା ବ୍ୟତୀତ ଅନ୍ୟ ନିଷ୍କ୍ରିୟ ମୌଳିକ ଯଥା ଆର୍ଗନ୍, ନିଅନ୍ ଇତ୍ୟାଦି ପରମାଣୁ ବାହ୍ୟତମ କକ୍ଷରେ 8ଟି ଇଲେକ୍ଟ୍ରନ୍ ରହିଥାଏ। ପରମାଣୁର ବାହ୍ୟତମ କକ୍ଷରେ 8ଟି ଇଲେକ୍ଟ୍ରନ୍ ରହିଲେ ଏହାକୁ ଅକ୍ଟେଟ୍ ସ୍ଥିତି ବୋଲି କୁହାଯାଇଥାଏ। ଅଣୁ ଗଠନ ବେଳେ ସବୁ ପରମାଣୁ ନିଜର ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରହିବାକୁ ଚେଷ୍ଟା କରିଥାନ୍ତି। ସେହିପରି ଅଣୁ ଗଠନ ନିମନ୍ତେ ପରମାଣୁ ଗୁଡ଼ିକ ମଧ୍ୟରେ ସଂଯୋଗ ଘଟିଥାଏ। କେତେକ ପରମାଣୁ ଅନ୍ୟ କେତେକ ପରମାଣୁ ଠାରୁ ଇଲେକ୍ଟ୍ରନ୍ ଗ୍ରହଣ କରି କିମ୍ବା ଇଲେକ୍ଟ୍ରନ୍ ସେମାନଙ୍କୁ ତ୍ୟାଗ କରି ସେହି ପରମାଣୁମାନଙ୍କ ସହିତ ମିଳିତ ହୋଇଥାନ୍ତି। ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ପାଇଁ କିମ୍ବା ଅକ୍ଟେଟ୍ ସ୍ଥିତି ପାଇଁ ପରମାଣୁ ତ୍ୟାଗ କରୁଥିବା, ଗ୍ରହଣ କରୁଥିବା କିମ୍ବା ଭାଗ କରୁଥିବା ଇଲେକ୍ଟ୍ରନ୍ ସଂଖ୍ୟାରୁ ସିଧାସଳଖ ମୌଳିକର ସଂଯୋଜନ କ୍ଷମତା ବା ଯୋଗ୍ୟତା ଜଣାପଡ଼ିଥାଏ। ଉଦାହରଣ ସ୍ୱରୂପ ଲିଥିୟମ୍କୁ ନେବା। ଲିଥିୟମ୍ ପରମାଣୁର ବାହ୍ୟତମ କକ୍ଷରେ ଗୋଟିଏ ଇଲେକ୍ଟ୍ରନ୍ ଅଛି। ଅନ୍ୟ ପରମାଣୁଠାରୁ 7ଟି ଇଲେକ୍ଟ୍ରନ୍ ଆଣି ଅକ୍ଟେଟ୍ ନିୟମ ପାଳନ କରିବା ଠାରୁ ଗୋଟିଏ ଇଲେକ୍ଟ୍ରନ୍ ତ୍ୟାଗ କରି ବାହ୍ୟତମ କକ୍ଷରେ ଅକ୍ଟେଟ୍ ନିୟମ ପାଳନ କରିବା ଲିଥିୟମ୍ ପାଇଁ ସହଜ ହୋଇଥାଏ ଓ ସେ ହିଲିୟମ୍ ପରମାଣୁର ସଂରଚନାରେ ପହଞ୍ଚିବାକୁ ଚାହେଁ। ତେଣୁ ଲିଥିୟମ୍ ମୌଳିକର ଯୋଜ୍ୟତା 1 ବୋଲି କୁହାଯାଏ। ସେହିଭଳି ମ୍ୟାଗ୍ନେସିୟମ୍ ଓ ଆଲୁମିନିୟମ୍ 2 ଏବଂ 3 ଯୋଜ୍ୟତା ଥାଏ। ସେହିପରି କ୍ଲୋରିନ୍କୁ ଉଦାହରଣ ନେଲେ କ୍ଲୋରିନ୍ର ବାହ୍ୟତମ କକ୍ଷରେ 7ଟି ଇଲେକ୍ଟ୍ରନ୍ ଥାଏ। ସେ 7ଟି ଇଲେକ୍ଟ୍ରନ୍ ତ୍ୟାଗ କରିବା ଅପେକ୍ଷା ଗୋଟିଏ ଇଲେକ୍ଟ୍ରନ୍ ଗ୍ରହଣ କରିବା ତା ପାଇଁ ସହଜ ହୋଇଥାଏ। ସେହିଭଳି ଅକ୍ସିଜେନ୍ର ଯୋଜ୍ୟତା 2। ପ୍ରତ୍ୟେକ ମୌଳିକର ପରମାଣୁର ଏକ ନିର୍ଦ୍ଦିଷ୍ଟ ସଂଯୋଜନ କ୍ଷମତା ରହିଛି। ଏହାକୁ ମୌଳିକର ଯୋଜ୍ୟତା ବୋଲି କୁହାଯାଇଥାଏ। ଏବେ ଆମେ ପରମାଣୁ କ୍ରମାଙ୍କ ଓ ବସ୍ତୁତ୍ୱ ସଂଖ୍ୟା କ'ଣ ସେ ବିଷୟରେ ପଢ଼ିବା। ପ୍ରଥମେ ପରମାଣୁ କ୍ରମାଙ୍କ କ'ଣ ତାହା ଜାଣିବା। ଅନ୍ୟ ପରମାଣୁର ନ୍ୟୁକ୍ଲିୟସ୍ରେ ପ୍ରୋଟନ୍ ସଂଖ୍ୟା ଭିନ୍ନ ଭିନ୍ନ ହୋଇଥାଏ। ତେବେ ନ୍ୟୁକ୍ଲିୟସ୍ରେ ପ୍ରୋଟନ୍ର ଯେତେ ସଂଖ୍ୟାରେ ଥାଏ ତାହାକୁ ସେହି ପରମାଣୁର ପରମାଣୁ କ୍ରମାଙ୍କ ବୋଲି କୁହାଯାଏ। ଏହାକୁ Z ଦ୍ୱାରା ସୂଚିତ କରାଯାଇଥାଏ। ପ୍ରତ୍ୟେକ ମୌଳିକର କେବଳ
गोटे मात्र परमाणु क्रमांक थाए, यह केवल बदले नहीं। जेपरी हाइड्रोजन परमाणु क्रमांक 1, कारण हाइड्रोजन परमाणु न्यूक्लियस रे केवल गोटे प्रोटॉन रही। से भली कार्बन अणुर कार्बन परमाणु न्यूक्लियस रे 6टी प्रोटॉन रही। तेणु कार्बन परमाणु क्रमांक होउछि 6। स्क्रीन रे केतेक मौलिकर प्रतीक परमाणु क्रमांक, प्रोटॉन संख्या, न्यूट्रॉन संख्या, इलेक्ट्रॉन संख्या एवं इलेक्ट्रॉन बंटन तांकर कक्षपथ केमिति होइछि ता सारणी माध्यम रे दर्शा जाइछि। या को आपण कोनोसी स्थान रे टिपि पारंती, नहले इंटरनेट रे भी सर्च मारले आपण माने या पाइ जे परिबे। तबे एबे हमें वस्तुत्व संख्या कोन से विषय रे किछि जानिबा। आमे जानू परमाणु रे प्रोटॉन, न्यूट्रॉन और इलेक्ट्रॉन थाए, किंतु प्रोटॉन और न्यूट्रॉन वस्तुत्व अपेक्षा इलेक्ट्रॉन वस्तुत्व अति नगण्य धराए। तेबे कौन परमाणु वस्तुत्व निर्णय कला बेले इलेक्ट्रॉन वस्तुत्व को उपेक्षा करा जाय थाए। तेणु कौन परमाणुर न्यूक्लियस रे प्रोटॉन और न्यूट्रॉन थिबारु एक परमाणु वस्तुत्व कार्यस्थ परमाणु थिबा प्रोटॉन और न्यूट्रॉन वस्तुत्व समष्टि को बुझाए। तेबे एही प्रोटॉन और न्यूट्रॉन परमाणु न्यूक्लियस रे थिबारु एमाने को न्यूक्लियन मध्य कहा जाय थाए। परमाणुर वस्तुत्व यार न्यूक्लियस रे निहित होइक रही थाए। जेपरि नाइट्रोजन वस्तुत्व है 14U। एठारे 7टी प्रोटॉन और 7टी न्यूट्रॉन थाए। यह नाइट्रोजन वस्तुत्व संख्या बोली कहा जाय थाए। सेपरि सोडियम है 23U। तेबे वस्तुत्व संख्या कौन तार डेफिनेशन टी है परमाणुर न्यूक्लियस रे थिबा प्रोटॉन और न्यूट्रॉन संख्यार जोगफल को परमाणुर वस्तुत्व संख्या कहा जाय। तेबे गोटे मौलिकर प्रतीक को वस्तुत्व संख्या परमाणु क्रमांक सहित आपण को स्क्रीन देखा भली लिखा जाय थाए। ए होची वस्तुत्व संख्या एवं जेड होची परमाणु क्रमांक। जदि आमे सोडियम को एपरि लिखिबा तेबे सोडियम रो वस्तुत्व संख्या होची 23 एवं परमाणु क्रमांक होची 11। तेबे ए और जेड स्थान रे आमे 11 एवं 23 को लिखि परिबा। सेबरी कार्बन रो वस्तुत्व संख्या 12 एवं परमाणु क्रमांक 6। एबे आमे आइसोटोप कोन से विषय रे पढिबा। आइसोटोप रो डेफिनेशन दी हला परमाणु क्रमांक समान किंतु वस्तुत्व संख्या भिन्न होइता परमाणु गुडी को आइसोटोप बोली कहा जाय थाए। प्रकृति रे अनेक प्रकार आइसोटोप मिलता है। जेपरि हाइड्रोजन रो 3टी आइसोटोप अछि। से गुडी कहला प्रोटियम, ड्यूटेरियम एवं ट्राइटियम। प्रत्येक परमाणु क्रमांक समान अर्थात 1 किंतु वस्तुत्व संख्या यथाक्रमे 1, 2 एवं 3। हाइड्रोजन एही 3टी भिन्न भिन्न परमाणु को आइसोटोप बोली कहा जाय थाए। सेपरि नाइट्रोजन रो 2टी आइसोटोप एवं ऑक्सीजन रो 3टी आइसोटोप अछि जहा आपन को स्क्रीन रे देखा जायछि। आइसोटोप मानक मध्य रे भौतिक परिवर्तन परिलक्षित होइथाए, किंतु रासायनिक धर्म रे कोनोसी पार्थक्य परिलक्षित होई न थाए। क्लोरीन रो 2टी आइसोटोप अछि। सेमानकर गोटे क्लोरीन रो परमाणु क्रमांक 17 ले गोटे क्लोरीन रो वस्तुत्व संख्या 35 एवं अन्यटी 37। ये दुईटी प्रकृति रे 3:1 वस्तुत्व अनुपात रे मिली थांती। जो परमाणु गुड़िकर आइसोटोप नहीं से ही मौलिकर परमाणु के वस्तुत्व निर्णय करने प्रोटॉन संख्या न्यूट्रॉन संख्यार समष्टि को सेमानकर परमाणु के वस्तुत्व रूपे ग्रहण कराइए। से भले जो मौलिक गुड़िकर आइसोटोप अच्छी से गुड़िक वस्तुत्व जानापी आइसोटोप गुड़िकर शतकड़ा अनुपात जाना नितांत आवश्यक। क्लोरीन परमाणु हाराहारी पारमाणविक वस्तुत्व निम्न व्यापारी निर्णय करा जाय थाए। आपन को स्क्रीन रे देखा जायता भली क्लोरीन परमाणु पारमाणविक वस्तुत्व निर्णय करा जाय थाए। तेबे आइसोटोप रो व्यवहार कोन, यार व्यवहार गुड़िक विषय रे आमे एबे जानिबा। ए गुड़िक विभिन्न क्षेत्र रे व्यवहृत होइतांती। जेपरि यूरेनियम रो आइसोटोप को न्यूक्लियर रिएक्टर रे जाळेनी रूपे व्यवहार करा जाय थाए। कोबाल्ट रो आइसोटोप
କ୍ୟାନ୍ସର ରୋଗ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ଆୟୋଡିନ୍ର ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ସେହିପରି କେତେକ କୃତ୍ରିମ ଆଇସୋଟୋପ୍କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେବେ ଏବେ ଆମେ ଆଇସୋବାର ବିଷୟରେ ପଢ଼ିବା। ଆଇସୋବାର ଡେଫିନେସନ୍ କ'ଣ ଜାଣିବା। ସମାନ ବସ୍ତୁତ ସଂଖ୍ୟା କିନ୍ତୁ ଭିନ୍ନ ପରମାଣୁ କ୍ରମାଙ୍କର ପରମାଣୁ ଗୁଡ଼ିକ ଆଇସୋବାର କୁହାଯାଇଥାଏ। ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଏ ଦୁଇଟି ମୌଳିକର ଉଦାହରଣ ନେବା। ଏ ଦୁଇଟି ମୌଳିକର ପରମାଣୁ କ୍ରମାଙ୍କ ଯଥାକ୍ରମେ 19 ଏବଂ 20 କିନ୍ତୁ ଏମାନଙ୍କର ମୌଳିକ ବସ୍ତୁତ୍ୱ ହେଉଛି 40। ଏହି ଆଇସୋବାର ସହିତ ଆମର ଏହି ପରମାଣୁର ଗଠନ ବିଷୟଟି ସମାପ୍ତ ହେଲା। ଆପଣମାନେ ଏହି ବିଷୟକୁ ଭଲ ଭାବରେ ବୁକ୍ରୁ ଥରେ ପଢ଼ି ନିଅନ୍ତୁ ଏବଂ ଅଭ୍ୟାସ କାର୍ଯ୍ୟକୁ କରିବା ପାଇଁ ଚେଷ୍ଟା କରନ୍ତୁ। ଧନ୍ୟବାଦ।